धन्यवाद जीसु एही सकाळ मो पापी को दया करो। धन्यवाद जीसु एही सकाळ मो पापी को करुणा करो। जीवित पितांकर धन्यवाद हो मोर प्रिय माने आसंतु आमने पुणी थरे से प्रकाशित वाक्य को आमने देखिबा जहा आमने अध्याय छाड़ी थिलु पुणी थरे से प्रकाशित वाक्य 3 पर्वर 20 पदरु आरंभ करिबा आसंतु पढ़िबा। देख मु द्वार निकटरे ठिया होई आघात करूअछि जदि केही मोहर स्वर शुणी द्वार फिटाई देब ताहा हेले मु प्रवेश करी ताहा निकटकु जीबी पुणी ताहा सहित भोजन करिबी और से मो सहित भोजन करिब। एठारे प्रभु कहउछंती द्वार रे ठिया होई आघात करूछंती किंतु एहा से काहाकू कहउछंती जानिछंती जहांको घरे से भितरे रही की बास करुथिले से घरर व्यक्ति जीशु ख्रीष्टଙ୍କ ପାଇଁ ଆଉ ଜାଗା ନ ଦେବା କାରଣରୁ ଏବେ ସେ କ'ଣ କରୁଛନ୍ତି ନା ଦ୍ୱାରରେ ମାନେ ଦ୍ୱାର ବାହାରେ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛନ୍ତି। କାହିଁକି ନା ଦ୍ୱାରର ବାହାରେ ବା ବାହାର ସାଇଡରେ ଲକ୍ ଲଗା ଯାଇ ନାହିଁ ମୋର ପ୍ରିୟ ମାନେ ବା ଘେଡ଼ା ଦିଆ ଯାଇ ନାହିଁ। ଦ୍ୱାର ଭିତର ଆଡୁ ବା ଭିତର ପଟୁ ଭିତର ସାଇଡରେ ଲକ୍ ଲଗା ଯାଇଛି। ଭିତରେ ରହିଥିବା ମନୁଷ୍ୟର ହୃଦୟ ବା ମନୁଷ୍ୟ ଦ୍ୱାର ଖୋଲିବାକୁ ପ୍ରସ୍ତୁତ ନୁହେଁ। ଭିତରକୁ ପ୍ରଭୁ ଯିବେ କେମିତି ମୋର ପ୍ରିୟ ମାନେ ପ୍ରଭୁ କହୁଛନ୍ତି ନା ତୁମେ ଥଣ୍ଡା ନା ତୁମେ ଗରମ ତଥାପି ଆମେ ତୁମକୁ ଡାଇରେକ୍ଟ ନ ଛାଡ଼ି ଗୋଟିଏ ସୁଯୋଗ ଦେଉଛୁ। ମୁଁ ଦ୍ୱାରରେ ଠିଆ ହୋଇ ଦ୍ୱାର ଆଘାତ କରୁଛି ଯଦି ତୁମେ ଦ୍ୱାର ଖୋଲ ତେବେ ମୁଁ କ'ଣ କରିବି ପୁଣି ଥରେ ତୁମମାନଙ୍କ ପାଖକୁ ଯିବି। ପରମେଶ୍ୱର କହୁଛନ୍ତି ଆଇ ଷ୍ଟାଣ୍ଡ ଆଟ୍ ଦ ଡୋର ଆଣ୍ଡ ନକ୍। ଏହି ବାକ୍ୟ ମଣ୍ଡଳୀ ପାଇଁ ଲେଖାଯାଇଛି ମୋର ପ୍ରିୟ ମାନେ ଅନ୍ୟ କାହା ପାଇଁ ନୁହେଁ। ପ୍ରଭୁ ଆଜି ଆମମାନଙ୍କର ଚର୍ଚ୍ଚ ଘର ଗୁଡ଼ିକରେ କି ଆମମାନଙ୍କ ହୃଦୟରେ ନାହାନ୍ତି ଆଜି ସେ ବାହାରେ ଠିଆ ହୋଇ ଡାକୁଛନ୍ତି ସେ ବାହାରେ ଅଛନ୍ତି। ଆମକୁ ତାହାଙ୍କର ରବ ବା ତାହାଙ୍କର ସ୍ୱର ଶୁଣିବାକୁ ପଡ଼ିବ। ଆଜି ଆମମାନଙ୍କର ଜୀବନରେ ଆମମାନଙ୍କର ମଣ୍ଡଳୀରେ ଯୀଶୁଙ୍କର ଆବଶ୍ୟକ ରହିଛି ମୋର ପ୍ରିୟ ମାନେ ତାହାଙ୍କର ରବ ଶୁଣିବାକୁ ପଡ଼ିବ ଆମମାନଙ୍କୁ। ଆମେ ପ୍ରାର୍ଥନା ତ କରୁଛୁ ନିଶ୍ଚୟ ଆରାଧନା ତ କରୁଛୁ ନିଶ୍ଚୟ କିନ୍ତୁ ଆମ ନିଜକୁ ନିଜେ ଟିକେ ପଚାରିବାକୁ ପଡ଼ିବ ଯେ ଆମେ କିପରି ଆରାଧନା କରୁଛୁ କିପରି ତାହାଙ୍କର ସେବା କରୁଛୁ କିପରି ଆମେ ମାନେ ଆତ୍ମିକରେ ବଢୁଛୁ ସତ୍ୟ ଆତ୍ମାରେ ନା କେବଳ ନାମକୁ ମାତ୍ର। ଆମେ ଯେଉଁ ପ୍ରାର୍ଥନା ଆରାଧନା କରୁଛୁ ତାହା କେବଳ 20 ମିନିଟ୍ 30 ମିନିଟ୍ କରୁଛୁ ସତ ତାହା କେବଳ ସମୟର କଥା ପଡ଼ି ନାହିଁ ମୋର ପ୍ରିୟ ମାନେ ସେହି ଆରାଧନା ପ୍ରାର୍ଥନା ଆମେ ଯେତିକି ବି ସମୟ କରୁଛୁ ତାହା ଏମିତି କରିବା ଦରକାର ଯେମିତି କି ଆପଣ ମାନେ ପୁନର୍ବାର ପ୍ରାର୍ଥନା କିମ୍ବା ଆରାଧନା କରିବା ପର୍ଯ୍ୟନ୍ତ ସେହି ଯେଉଁ ପୂର୍ବ ପ୍ରାର୍ଥନା ଆରାଧନା କରିଥିଲେ ତାହା ଆପଣମାନଙ୍କର ବଡିକୁ ଆପଣମାନଙ୍କର ଶରୀରକୁ ଆତ୍ମାକୁ ପ୍ରାଣକୁ କ'ଣ କରିବା ଦରକାର ଫୁଲ୍ ଚାର୍ଜରେ ରଖିବା ଦରକାର। ସତ୍ୟରେ ଆରାଧନା ସତ୍ୟରେ ପ୍ରାର୍ଥନାର ସହିତ ବାକ୍ୟର ପାଦରେ ପାଦ ମିଶେଇ ଚାଲିବାକୁ ପଡ଼ିବ କାରଣ ଯୀଶୁ ଆଜି ଆମମାନଙ୍କୁ ବାହାରେ ଠିଆ ହୋଇ ଡାକୁଛନ୍ତି। ଆଜି କାହାର ତାଙ୍କ ପ୍ରତି ଭୟ ନାହିଁ ଭୟ ରହିବା ଦରକାର। ଆଜିକାଲି ସତ୍ୟରେ ଆରାଧନା ଓ ପ୍ରାର୍ଥନା ଓ ଭୟ ଭକ୍ତି ଛାଡ଼ି ପ୍ରଭୁଙ୍କର ଛିଦ୍ର ରାସ୍ତାକୁ ବା ସେହି ସଂକୀର୍ଣ୍ଣ ଦ୍ୱାରକୁ ଛାଡ଼ି ସାଂସାରିକତାରେ ପରିପୂର୍ଣ୍ଣ ହୋଇସାରିଛନ୍ତି। ସେ ଖାଇବାରେ ହେଉ ସେ ଧନ ସମ୍ପତ୍ତିରେ ହେଉ ସେ ପିନ୍ଧିବାରେ ହେଉ ଚାଲିଚଳନରେ ହେଉ କଥାବାର୍ତ୍ତାରେ ହେଉ ମଣ୍ଡଳୀ ମାନଙ୍କରେ ସବୁ ବ୍ୟବସାୟ କରିବା ଆରମ୍ଭ କଲେଣି। ଅସଲି ଯୀଶୁଙ୍କୁ ବାହାରେ ଧକ୍କା ଦେଇ ନକଲି ଯୀଶୁଙ୍କୁ ଭିତରକୁ ପୁରେଇଛନ୍ତି। ତେଣୁ ଯୀଶୁ ବାହାରେ ଠିଆ ହୋଇ ଦ୍ୱାରରେ ଆମମାନଙ୍କର କ'ଣ କରୁଛନ୍ତି ଆଘାତ କରୁଛନ୍ତି। ଏହା ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହିପରି ହୋଇଥାଏ ମୋର ପ୍ରିୟ ମାନେ ସବୁ ଅଭାବ ପୂରଣ ହେଲା ପରେ ଆମେ ମାନେ କ'ଣ କରିଥାଉ ନା ଯୀଶୁଙ୍କୁ କେବଳ ନାମକୁ ମାତ୍ର ଧରିଥାଉ। ମନେ ରଖନ୍ତୁ ଆମେ ଦୁଃଖ କଷ୍ଟ ରୋଗ ଅଭାବ
ଏହି ସମସ୍ତ ଦ୍ୱାର ଗତି କଲେ ସୁଦ୍ଧା ଆମେ ଆମମାନଙ୍କର ନିଜ ଉପରେ, ନିଜର ସାହସ ଉପରେ, ନିଜର ଶକ୍ତି ଉପରେ, ନିଜର ଧନ ସମ୍ପତ୍ତି ଉପରେ ଭରସା ନ ରଖୁ। ବାକ୍ୟରେ କଣ ଲେଖାଯାଇଛି ଟିକେ ପଢନ୍ତୁ। 2 Corinthians 1:8-10 ପଦ ପର୍ଯ୍ୟନ୍ତ। କାରଣ ହେ ଭାଇମାନେ, ଏସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ। ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ। ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ୱର ମୃତମାନଙ୍କୁ ଉଠାନ୍ତେ ତାହାଙ୍କ ଉପରେ ନିର୍ଭର କରୁ। ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ। ପୁଣି ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି। ଦେଖିଲେ ତ, ଆପଣା ଆପଣା ଉପରେ ନିର୍ଭର ନ ଦେଇ, ମୋର ପ୍ରିୟମାନେ, ଆମମାନଙ୍କ ଠାରୁ ଯୀଶୁ ଯେମିତି ଦୂରରେ ନ ରହିବେ କିମ୍ବା ଦୂରକୁ ନ ଯିବେ ବା ଛାଡ଼ିକି ଯେମିତି ସେ ଯିବେ ନାହିଁ, ସାବଧାନ। କିନ୍ତୁ ଏଠାରେ ମଣ୍ଡଳୀର ହାଲାତ କଣ? ଯୀଶୁ କଣ କରୁଛନ୍ତି ନା ବାହାରେ ଠିଆ ହୋଇଛନ୍ତି। ଆମମାନଙ୍କର ଭରସା କେବଳ ଯୀଶୁଙ୍କ ଉପରେ ରହିବା ଦରକାର। ଯୀଶୁ ଖ୍ରୀଷ୍ଟ ମଧ୍ୟ ଏହା ହିଁ ଚାହାନ୍ତି। ମଣ୍ଡଳୀ ଯେତେବେଳେ ନିଜ ଶକ୍ତି ଉପରେ ନିର୍ଭର କରେ, ସେତେବେଳେ ହିଁ ଧୋକା ଖାଏ। ଆଜି ଅନେକ ମଣ୍ଡଳୀରେ ଭଲ ଘର ଗୁଡ଼ିକ, ଭଲ ଭଲ ବିଲ୍ଡିଂ ଗୁଡ଼ିକ, ଭଲ ମ୍ୟୁଜିକ ସେଟ୍ କରିଥିବେ, ଯେମିତିକି କଏର ଟିମ୍, ଭଲ ଭଲ ପ୍ରଚାର ବି କରୁଥିବେ, ସେମାନେ ଭଲ ପ୍ରୋଗ୍ରାମ ବି ଚଲାଉଥିବେ, ଭଲ ଏହିପରି ପରିଚାଳନା କରିବା ଲୋକମାନେ ବି ଥିବେ। କିନ୍ତୁ ଯଦି ପ୍ରାର୍ଥନାରେ, ପବିତ୍ରତାରେ, ଅନୁତାପରେ ଏବଂ ପବିତ୍ର ଆତ୍ମାଙ୍କର ନେତୃତ୍ୱ ନାହିଁ, ତେବେ ସେଠାରେ ପ୍ରଭୁଙ୍କର ସ୍ଥାନକୁ ମନୁଷ୍ୟମାନଙ୍କର ଜ୍ଞାନ କେବଳ ଦଖଲ କରିଥାଏ। ପ୍ରଭୁଙ୍କ ପାଇଁ ଆଉ ଜାଗା ସେଠାରେ ନଥାଏ। ଏଠାରେ ଲେଖାଯାଇଛି ଯୀଶୁ ମଣ୍ଡଳୀରେ ବା ମଣ୍ଡଳୀ ବାହାରେ କାହିଁକି ସେ ଠିଆ ହେଇଛନ୍ତି। ଏହାର ଅର୍ଥ ଯୀଶୁ ମଣ୍ଡଳୀକୁ ଛାଡ଼ି ଦେଇଛନ୍ତି ନୁହେଁ, ବରଂ ମଣ୍ଡଳୀ ଯୀଶୁ ଖ୍ରୀଷ୍ଟଙ୍କୁ କେନ୍ଦ୍ର ସ୍ଥାନରୁ ଦୂରେ ରଖିଛି। ଯେତେବେଳେ ଧାର୍ମିକ କାର୍ଯ୍ୟକଳାପ ରହେ କିନ୍ତୁ ପ୍ରଭୁଙ୍କ ସହିତ ଜୀବନ୍ତ ସମ୍ପର୍କ ନଥାଏ, ସେତେବେଳେ ଯୀଶୁ କଣ କରନ୍ତି? ବାହାରେ ଥିବା ପରି ଚିତ୍ରିତ ହୁଅନ୍ତି। ସେ ଦ୍ୱାରକୁ କଣ କରୁଛନ୍ତି? ଆଘାତ କରୁଛନ୍ତି। ପ୍ରଭୁ ଜବରଦସ୍ତି ଭିତରକୁ ପ୍ରବେଶ କରନ୍ତି ନାହିଁ। ମୋର ପ୍ରିୟମାନେ, ସେ ପ୍ରେମରେ ଡାକନ୍ତି। ସେ କଣ କହୁଛନ୍ତି? ମତେ ପୁଣି ଥରେ ପ୍ରଥମ ସ୍ଥାନ ଦିଅ, ତୁମକୁ ସୁଯୋଗ ଦଉଛି। ତୁମର ନିଜର ଶକ୍ତି ନୁହେଁ, ମୋ ଉପରେ ନିର୍ଭର କର। ଆଜି ବିଶ୍ୱାସୀ ମାନଙ୍କ ପାଇଁ ବା ଆମ ମାନଙ୍କ ପାଇଁ ଏକ ସତର୍କ ବାଣୀ। ଯଦି ଆମେ କେବଳ ଜ୍ଞାନ, ଆମ ମାନଙ୍କର ମାନ ସମ୍ମାନ, ପଦବୀ, ପ୍ରତିଭା, ଧନ କିମ୍ବା ଏହି ସମ୍ପତ୍ତିକୁ ବା ଏହି ଉପରେ ଯଦି ଭରସା କରୁ ଏବଂ ପ୍ରଭୁଙ୍କ ଉପରେ ନିର୍ଭର କରିନାହୁଁ, ତେବେ ଆମ ମାନଙ୍କର ଆତ୍ମିକ ଜୀବନ ପୁରା ଶୁଷ୍କ ହୋଇଯିବ। ମଣ୍ଡଳୀ କିମ୍ବା ବିଶ୍ୱାସୀ ଯେତେବେଳେ ଯୀଶୁଙ୍କ ଉପରେ ନିର୍ଭର କରିବା ବନ୍ଦ କରି ନିଜ ଜ୍ଞାନ, ନିଜ ଶକ୍ତି, ନିଜ ସମ୍ପତ୍ତି ଉପରେ ଭରସା କରନ୍ତି, ସେତେବେଳେ ଯୀଶୁ କଣ କରନ୍ତି ନା କେନ୍ଦ୍ର ସ୍ଥାନରୁ ବା ବାହାରକୁ ରହିଯାଆନ୍ତି। ତଥାପି ସେ ପ୍ରେମରେ ଦ୍ୱାରରେ ଆଘାତ କରୁଛନ୍ତି, ଡାକୁଛନ୍ତି, ମତେ ପୁଣି ଥରେ କଣ କର, ତୁମ ମାନଙ୍କର ଜୀବନରେ ଓ ମଣ୍ଡଳୀର କେନ୍ଦ୍ର ସ୍ଥାନରେ ସ୍ୱାଗତ କର ବୋଲି କହୁଛନ୍ତି। ଏହି ବାକ୍ୟ ପୁନର୍ବାର ଉପଯୁକ୍ତ ଭାବରେ ବା ଅତି ଉତ୍ତମ ଭାବରେ ବୁଝିବା ପାଇଁ ଆସନ୍ତୁ ଆଉ ଗୋଟିଏ ବାକ୍ୟ ଆମେ ଦେଖିବା। ପରମ ଗୀତ 5 ପର୍ବର 2 ପଦରୁ 8 ପଦ ପର୍ଯ୍ୟନ୍ତ। ମୁଁ ନିଦ୍ରିତ ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା। ଏହି ତ ମୋ ପ୍ରିୟତମଙ୍କ ରବ। ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପତି, ମୋହର ଶୁଦ୍ଧ, ମତେ ମୋ ପାଇଁ ଦ୍ୱାର ଫିଟାଅ। କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ। ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି, କିପରି ପୁନର୍ବାର ତାହା ମଳିନ କରିବି? ମୋ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି। କିଳିନୀର ବେଣ୍ଟ ଉପରେ ମୋ ହସ୍ତରୁ ଗନ୍ଧରସ, ମୋ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି, ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା। ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ। ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ।
ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମୋଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ। ହେ ଜିରୁସାଲେମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ। ଦେଖନ୍ତୁ, ଏହି ଯେଉଁ ବାକ୍ୟ ଆପଣମାନେ ପଢ଼ିଲେ କିଛି ବୁଝିପାରିଲେ କି? ବୁଝିପାରିନାହାନ୍ତି। ଠିକ୍ ଅଛି, ମୁଁ ଆପଣମାନଙ୍କୁ ବୁଝେଇ ଦେଉଛି। ଏହା ହେଉଛି ସଲୋମନଙ୍କର କାହାଣୀ। ଏହି ଯେଉଁ ବାକ୍ୟ ପଢ଼ିଲୁ, ଏଠାରେ 3 ଜଣଙ୍କର ଦୃଶ୍ୟ ବା କ୍ୟାରେକ୍ଟର ରହିଛି। ଜଣେ ପ୍ରଥମ ଜଣକ ହେଉଛନ୍ତି ମେଷପାଳକ, ଯିଏକି ମେଷଗୁଡ଼ିକ ସେହି ଜଙ୍ଗଲରେ ଚରାଉଛନ୍ତି। ଦ୍ୱିତୀୟ ଜଣ ହେଉଛନ୍ତି ଝିଅ, ଯାହାର ନାମ କି ସୁଲେମାଇଟ୍, ଯାହାଙ୍କୁ ସେହି ଝିଅର ମା ବାପା ସେହି ଜଙ୍ଗଲରେ ଜନ୍ମ କରିବା ଅବସ୍ଥାରେ ହିଁ, ଜନ୍ମ କଲା ମାତ୍ରେ ସେହି ଅବସ୍ଥାରେ ହିଁ ତାକୁ ଛାଡ଼ିକି ପଳେଇ ଗଲେ ବା ପଳେଇ ଯାଇଥିଲେ। ଏବଂ ସେହି ମେଷପାଳକ କ'ଣ କରିଥିଲେ ନା, ମେଷପାଳକ ମାନେ କିଏ ଜାଣିପାରୁଛନ୍ତି? ଯିଏକି ମେଷଗୁଡ଼ିକ ଚରାନ୍ତି, ଯାହାକୁ ଆମେମାନେ ଆମମାନଙ୍କର ଭାଷାରେ ଗୌଡ଼ ବୋଲିକି କହୁଛୁ। ତ ସେହି ମେଷପାଳକ କ'ଣ କରିଥିଲେ ନା, ସେହି ଝିଅକୁ ନେଇକି ପାଳି ପୋଷି ବଡ଼ କରିଥିଲେ। ଏବଂ ତୃତୀୟ ଜଣକ ବ୍ୟକ୍ତି ଜଣକ ଅଛନ୍ତି, ସେହି ବ୍ୟକ୍ତିଙ୍କର ନାମ ହେଉଛି ସଲମନ, ରାଜା ସଲମନ, ଦାଉଦଙ୍କର ସନ୍ତାନ, ଯିଏ ଆମେମାନେ ଦେଖି ସାରିଛୁ, ପଢ଼ି ସାରିଛୁ। ଯିଏ ବି ଏହି ପରମ ଗୀତ ଯିଏ ଲେଖିଛନ୍ତି, ସେ ହେଉଛନ୍ତି ହିତୋପଦେଶ ପରମ ଗୀତ ଯିଏ ଲେଖିଛନ୍ତି, ସେ ହେଉଛନ୍ତି ରାଜା ସଲୋମନ। ତ ଏହି 3 ଜଣଙ୍କର ଏଠାରେ କ୍ୟାରେକ୍ଟର ରହିଛି। ମେଷପାଳକ ବା ଗୌଡ଼, ତା ସହିତ ଝିଅ କୁମାରୀ ଯିଏକି ସୁଲେମାଇଟ୍, ତା ସହିତ ରାଜା ସଲୋମନ। ଏହି ମେଷପାଳକ ପରମେଶ୍ୱରଙ୍କୁ ଦର୍ଶାଉଛନ୍ତି ଆଜ୍ଞା, ଏବଂ ଝିଅ କୁମାରୀ ସୁଲେମାଇଟ୍ ମଣ୍ଡଳୀକୁ ଦର୍ଶାଉଛନ୍ତି। ତା ସହିତ ତୃତୀୟ ଜଣକ ବ୍ୟକ୍ତି ଯିଏକି ରାଜା ସଲୋମନ, ସେ ଦୁନିଆକୁ ବା ସଂସାରକୁ ଦର୍ଶାଉଛନ୍ତି। ଯେବେ ସେହି ଚାରବାହା ବା ଗୌଡ଼ ସେହି ଝିଅକୁ ନେଇକି ପାଳି ପୋଷି ବଡ଼ କଲେ, ନାମ ଦେଲେ ସୁଲେମାଇଟ୍ ବୋଲି, ଏବଂ ସେହି ଝିଅ ଯେବେ ବଡ଼ ହେଲେ ବହୁତ ସୁନ୍ଦର ଦେଖାଗଲେ, ବହୁତ ସୁନ୍ଦର ରାଣୀ ପରିକା ଦେଖାଗଲେ। ହେଲେ ଗୋଟିଏ ଦିନ କ'ଣ ହେଲା ନା, ସେହି ଝିଅ ଓ ସେହି ମେଷପାଳକ ବା ଗୌଡ଼ କ'ଣ କରୁଥିଲେ ନା, ସେହି ଜଙ୍ଗଲରେ ମେଣ୍ଢା ଗୁଡ଼ିକ ବା ମେଷ ଗୁଡ଼ିକ ଚରାଉଥିଲେ। ଠିକ୍ ସେହି ସମୟରେ ରାଜା ସଲୋମନ କ'ଣ କରିଥିଲେ, ଜଙ୍ଗଲକୁ ଶିକାର କରିବାକୁ ଆସୁଛନ୍ତି ଏବଂ ସେହି ଝିଅକୁ ଦେଖୁଛନ୍ତି। ସେହି ଝିଅକୁ ଦେଖିବା ମାତ୍ରେ ପୁରା ଆଟ୍ରାକ୍ସନ୍ ହେଉଛନ୍ତି, ମାନେ ସେହି ଝିଅର ସୁନ୍ଦରକୁ ଦେଖିକି। ବହୁତ ସୁନ୍ଦର ସେ ଝିଅ, ରାଣୀ ପରିକା ସୁନ୍ଦର ଦେଖୁଛନ୍ତି। ଯେ ଏତେ ସୁନ୍ଦର ଏହି ଚରବାହା ପାଖରେ, ଏହି ଗୌଡ଼ ପାଖରେ କେମିତି? ଯେମିତି ଆମେମାନେ କହୁଛୁ ନା, ପଙ୍କରେ ପଦ୍ମ ଫୁଟେ, ଠିକ୍ ସେହିପରି। ଯେତେବେଳେ ସଲମନ ରାଜା ସେ ଝିଅଙ୍କୁ ଦେଖୁଛନ୍ତି, ତ ନିଜକୁ ଆଉ ସମ୍ଭାଳି ପାରୁନାହାନ୍ତି। ସେ ଝିଅଙ୍କୁ ସେହି ମେଷପାଳକ ଠାରୁ, ସେହି ଜଙ୍ଗଲ ଠାରୁ ଜୋର ଜବରଦସ୍ତି କରିକି ତାଙ୍କ ଘରକୁ ସଲମନ ନେଇକି ଯାଉଛନ୍ତି, ଉଠେଇକି ନେଇକି ଯାଉଛନ୍ତି। ପୁରା ଉଠେଇକି ନେଲା ପରେ ବହୁତ ବଡ଼ ମହଲା ବା ରାଜପ୍ରସାଦ, ତା ସହିତ ଖାଇବା ପିଇବା ପିନ୍ଧିବା, ବହୁତ ମାନେ ଦୁନିଆର ବା ସଂସାରର ସବୁ ସୁଖ ସେ ଝିଅର ପାଦ ତଳେ ରଖିଦେଲେ। ରଖୁଛନ୍ତି କିଏ? ରାଜା ସଲୋମନ ସେହି ଝିଅକୁ, ସୁଲେମାଇଟ୍କୁ, ଯାହାଦ୍ୱାରା ସେହି ଝିଅ କ'ଣ କରୁଛନ୍ତି ନା, ସେହି ପାଳି ପୋଷି ବଡ଼ କରିଥିବେ ସେହି ମେଷପାଳକକୁ ଧୀରେ ଧୀରେ ସେ କ'ଣ କରୁଛନ୍ତି, ଝିଅ ଧନ ସମ୍ପତ୍ତି ଖାଇବା ପିଇବା ପାଇଲା ପରେ ସେହି ମେଷପାଳକଙ୍କୁ ଭୁଲି ଯାଉଛନ୍ତି। କିନ୍ତୁ ସେହି ଝିଅ ତା ପୂର୍ବରୁ କ'ଣ କରୁଥିଲେ, ସେହି ମେଷପାଳକ ପାଇଁ ପୁରା ପାଗଳ, କହୁଥିଲେ ଯେ ତୁମେ ହିଁ ମୋର ସବୁ କିଛି, ତୁମ ବିନା ମୋର ଜୀବନରେ କିଛି ବି ନାହିଁ। ହେଲେ ଏବେ ସବୁ କ'ଣ ହେଲା, ରାଜା ସଲମନଙ୍କ ପାଖକୁ ଆସିବା ପରେ ସବୁ କିଛି ବଦଳିଗଲା। ଏହିପରି କିଛି ଦିନ ଗଲା ପରେ ଗୋଟିଏ ଦିନ କ'ଣ ହେଲା ନା, ସେହି ମେଷପାଳକ ସେ ଝିଅକୁ ଝୁରି ଝୁରି ରହିପାରିଲେ ନାହିଁ। ଶେଷରେ ସେହି ଝିଅକୁ ଖୋଜିବାକୁ ବାହାରିଲେ। ଯେତେବେଳେ ଖୋଜି ଖୋଜି ଝିଅର ଦ୍ୱାରରେ ପହଞ୍ଚିଲେ ଏବଂ ସେହି ଝିଅ ପାଖକୁ ପହଞ୍ଚିଲେ, ସେହି ଝିଅର କବାଟକୁ ମାରୁଛନ୍ତି ବା ଆଘାତ କରୁଛନ୍ତି। ଝିଅ ସୁଲେମାଇଟ୍, କବାଟ ଖୋଲ, କବାଟ ଦ୍ୱାରରେ ମୁଁ ଅଛି। କିନ୍ତୁ ସେ ସୁଲେମାଇଟ୍ କ'ଣ କରିଥିଲେ, କବାଟ ବା ଦ୍ୱାର ବନ୍ଦ କରି ଶୋଇବାକୁ ଯାଉଥିବା ସମୟରେ ମେଷପାଳକ ଯାଇ ଦ୍ୱାର ପାଖରେ ଆଘାତ କରିବା ପାଇଁ ପହଞ୍ଚିଲେ। ଆଘାତ କରୁଛନ୍ତି, ଆରମ୍ଭ କଲେ। ତାପରେ ସେହି ଝିଅ କ'ଣ କହୁଛନ୍ତି, ପଢ଼ନ୍ତୁ ଏହି ପରମ ଗୀତ 5:2 ପଦ ଟିକେ ପଢ଼ନ୍ତୁ କ'ଣ କହୁଛନ୍ତି। ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା। ଏହି ତ ମୋର ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଛନ୍ତି, ହେ ମୋର ଭଗିନୀ, ମୋହର ପ୍ରିୟେ, ମୋହର କପତି, ମୋହର ଶୁଦ୍ଧ ମତେ, ମୋ ପାଇଁ ଦ୍ୱାର ଫିଟାଅ, କାରଣ ମୋହର
ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ। କିଏ କହୁଛନ୍ତି ଆଜ୍ଞା? ସେହି ମେଷପାଳକ ସେ ଝିଅକୁ ଖୋଜି ଖୋଜି ବାହାରୁଛନ୍ତି। ଯେତେବେଳେ ସେ ଝିଅକୁ ଖୋଜି ଖୋଜି ବାହାରୁଛନ୍ତି ରାତିରେ, ସେହି ରାତି ସମୟରେ ସେହି ମେଷପାଳକଙ୍କର ମସ୍ତକ ଶିଶିର ପୁରା କ'ଣ ହେଇଛି, ସେହି କୁହୁଡ଼ିରେ ସେହି ଶୀତ କାକରରେ ପୁରା ଭିଜି ଯାଇଛି ଆଜ୍ଞା। ରାତ୍ରରେ ଖୋଜି 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 ଶେଷରେ ସେହି ଝିଅଙ୍କର ବା ସେହି ସୁଲେମାଇଟ୍ ସେହି ଝିଅଙ୍କ ପାଖରେ ପହଞ୍ଚିଲା ବେଳକୁ ତାଙ୍କର ମସ୍ତକର ଅବସ୍ଥା ଢିଲା। ତାପରେ କ'ଣ ହେଉଛି? ସେ ଝିଅ କ'ଣ ଉତ୍ତର ଦଉଛନ୍ତି ଭିତରେ ରହିକି ସେହି ମେଷପାଳକଙ୍କୁ? ମୁଁ ଆପଣା ଜାମା କାଢି ପକାଇ ଅଛି, କିପରି ପୁନର୍ବାର ତାହା ପିନ୍ଧିବି? ଦେଖନ୍ତୁ ଏହାର ଅର୍ଥ କ'ଣ? ଜାମା କାଢି ପକାଇ ଅଛି ମାନେ ଆପଣମାନେ ଦେଖିଥିବେ, ଆମର ଛୋଟକାଟିଆ ଆମ ଲୋକମାନଙ୍କ ପରିକା ନୁହେଁ। ଯେଉଁମାନେ କି ବଡ଼ ବଡ଼ ଧନୀ ଘର ଲୋକମାନେ କ'ଣ କରନ୍ତି ନା, ଶୋଇବା ସମୟରେ ସେହି ଦିନ ବେଳେ ପିନ୍ଧିଥିବା କପଡ଼ା ସବୁ ପିନ୍ଧନ୍ତି ନାହିଁ, ପିନ୍ଧିକି ଶୁଅନ୍ତି ନାହିଁ। ସେମାନେ କ'ଣ କରନ୍ତି ନା ନାଇଟ୍ ଡ୍ରେସ୍, ଏହିପରିକା ଦେଖନ୍ତୁ, ଏହିପରିକା ନାଇଟ୍ ଡ୍ରେସ୍ ସେମାନେ ପିନ୍ଧିକି ଶୁଅନ୍ତି, ଯୋଉଟାକି କମ୍ଫର୍ଟେବଲ୍ ଲାଗିବ ରାତିରେ ଶୋଇଲା ବେଳକୁ। କିନ୍ତୁ ଆମର ଲୋକମାନେ କ'ଣ କରନ୍ତି, ଯାହା ଦିନ ବେଳେ ପିନ୍ଧିଥିବେ ତାହା ହିଁ ରାତିରେ ବି ପିନ୍ଧିକି ଶୋଇଥିବେ। ତ ସେହି ଝିଅ ସୁଲେମାଇଟ୍ କ'ଣ କରିଥିଲେ ନା, କାରଣ ସବୁ କିଛି ଦୁନିଆର ସବୁ ସୁଖ ସେ ସଲମାନଙ୍କ ଠାରୁ ପାଇଥିଲେ, ତ ରାତିରେ ଶୋଇଲା ବେଳକୁ ସେ କ'ଣ କରିଥିଲେ ନା, ନିଜର ଦିନ ବେଳେ ପିନ୍ଧିଥିବା ରାଣୀର ବସ୍ତ୍ରକୁ କାଢ଼ି ଦେଇ ସେ କ'ଣ କରିଥିଲେ କି ରାତ୍ରରେ ପିନ୍ଧିକି ଶୋଇବା କପଡ଼ାକୁ ସେ ବଦଳି ସାରିଥିଲେ। ତେଣୁ କ'ଣ କହୁଛନ୍ତି ନା, ମୁଁ ଆପଣା ଜାମା କାଢି ପକାଇ ଅଛି, କିପରି ପୁନର୍ବାର ତାହା ପିନ୍ଧିବି? ଦେଖନ୍ତୁ, ଯେତେବେଳେ ସେ ଝିଅ କହୁଥିଲା କି ତୁମେ ହିଁ ମୋର ସବୁ କିଛି, ଏବେ ସେହି ବ୍ୟକ୍ତି ଯେତେବେଳେ ଦ୍ୱାରରେ ଆଘାତ କରୁଛନ୍ତି, ସେହି ସମୟରେ ସେ ଝିଅ କ'ଣ କରୁଛନ୍ତି, ମୁଁ ମୋର ଜାମା କାଢି ପକାଇଲିଣି, ମୁଁ ଡ୍ରେସ୍ ଚେଞ୍ଜ କରି ସାରିଲିଣି, ଆଉ ମୁଁ ସେଇ ଡ୍ରେସ୍ ପିନ୍ଧିକି ମୁଁ କବାଟ ବା ଦ୍ୱାର ଖୋଲି ପାରିବି ନାହିଁ। ତା ସହିତ ଆଉ କ'ଣ କହୁଛନ୍ତି, ମୁଁ ଆପଣା ପାଦ ଧୋଇକି କିପରି ପୁନର୍ବାର ତାହା ମଳିନ କରିବି? ଦେଖୁଛନ୍ତି ତ, ମାନେ ଶୋଇବାକୁ ଯିବା ପୂର୍ବରୁ ଲୋକମାନେ ଗୋଡ଼ ହାତ ଧୋଇଲା ପରେ ଯେମିତି ଶୋଇବାକୁ ଯାଉଛନ୍ତି, ସେମିତି ହିଁ କ'ଣ କରୁଥିଲେ ନା, ଶୋଇବା ସମୟରେ ସେ ରାଣୀମାନେ କିମ୍ବା ରାଜାମାନେ କିମ୍ବା ବଡ଼ ବଡ଼, ଏବେ ବି ସେଇ ବଡ଼ ବଡ଼ ଲୋକମାନେ ସବୁ କ'ଣ କରନ୍ତି ନା, ଆମ ପରିକା ମୂଲିଆ ଖଟିକି କିମ୍ବା ଯେପରି ଆମେ କାମଧାମ କରିକି ଆମେ ମାନେ ଟିକେ ଧୁଆଧୁଇ ହେଇକି ଯାଇକି ସନ୍ଧ୍ୟାବେଳେ ଖାଇବା ପିଇବା କରିକି ଶୋଇଯାଉଛୁ, ସେମିତି ନୁହେଁ ଆଜ୍ଞା। ବଡ଼ ବଡ଼ ଲୋକମାନେ କ'ଣ କରନ୍ତି ନା, ସେମାନେ ନିଜର ଶରୀରକୁ ପୁରା ସୂକ୍ଷ୍ମ କରିକି ତେଲ, ଯୋଉଟାକି ବହୁମୂଲ୍ୟ ତେଲ, ତଳକୁ ଆମେ ମାନେ ପଢ଼ିବା, ସେହି ତେଲକୁ ସେମାନେ ଆପ୍ଲାଏ କରନ୍ତି ବା ମସାଜ କରନ୍ତି ତେଲରେ ସେ ତାଙ୍କର ବଡି। ତ ସେ ସୁଲେମାଇଟ୍ କ'ଣ କହୁଛନ୍ତି, ମୁଁ ମୋର ପାଦ ଧୋଇ ଅଛି, କିପରି ପୁନର୍ବାର ତାହା ମଳିନ କରିବି? ବୁଝିପାରୁଛନ୍ତି? ପୁଣି କ'ଣ ଲେଖାଯାଇଛି, ମୋ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟେଇବାକୁ ଉଠିଲି। କ'ଣ କହୁଛନ୍ତି, ତଳକୁ ପଢ଼ନ୍ତୁ। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି, କିଳିନୀର ବେଣ୍ଟ ଉପରେ ମୋ ହସ୍ତରୁ ଗନ୍ଧରସ, ମୋ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। ଏହାର ଅର୍ଥ କ'ଣ? ସେ ସେଇ ସମୟରେ ଏବେ ବି କରୁଛନ୍ତି ବଡ଼ ବଡ଼ ଲୋକମାନେ ସବୁ କ'ଣ ନା, ଶୋଇବା ପୂର୍ବରୁ ସେମାନେ ନିଜର ଶରୀରକୁ ପୁରା ସଫା କରିକି ଗୋଡ଼ ହାତ ପୁରା ଧୋଇକି ବହୁମୂଲ୍ୟ ତୈଳ, ଯୋଉଟାକି ଅଲିଭ ଅଏଲ, ସେଇ ଅଏଲରେ ନିଜର ଶରୀରକୁ ମସାଜ କରୁଛନ୍ତି ଆଜ୍ଞା, ପୁରା ତେଲ ଲଗେଇ ମସାଜ କରୁଛନ୍ତି। ତ ସେହି ସମୟରେ ବି ସେ ରାଣୀ ବା ସୁଲେମାଇଟ୍ ସେ ଝିଅ କ'ଣ କରିଥିଲେ ନା, ସେ ଶୋଇବା ପୂର୍ବରୁ ଯାହା ଯାହା ତାଙ୍କର ସବୁ କରିକି ଶୋଉଥିଲେ, ସେହି ସବୁ ଗୋଡ଼ ହାତ ଧୁଆଧୁଇ କରି ଦେହକୁ ବା ଶରୀରକୁ ସମ୍ପୂର୍ଣ୍ଣ ମସାଜ କରିକି ସେ ଶୋଇବାକୁ ବାହାରୁଛନ୍ତି। ସେହି ସମୟରେ ସେ ଯେତେବେଳେ ମେଷପାଳକ ବା ଗୌଡ଼ ଯାଇକି ଦ୍ୱାରରେ ଆଘାତ କରୁଛନ୍ତି ବା ଅଙ୍ଗୁଳି ରଖୁଛନ୍ତି ସେ ଛିଦ୍ରରେ, ତ ସିଏ କ'ଣ କହୁଛନ୍ତି, ମୁଁ ଆପଣା ପ୍ରିୟତମଙ୍କ ପାଇଁ କ'ଣ, ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି, କିଳିନୀର ବେଣ୍ଟ ଉପରେ ମୋ ହସ୍ତରୁ ଗନ୍ଧରସ, ମୋ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। ବୁଝିପାରୁଛନ୍ତି ତ? ପୁଣି ତଳକୁ କ'ଣ କହୁଛନ୍ତି 6 ପଦରେ, ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି। ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା। ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ। ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ। ମୋର ପ୍ରିୟମାନେ, ଯେତେବେଳେ ସେ ଡାକୁଛନ୍ତି, ଆଘାତ କରୁଛନ୍ତି, ସେହି ସମୟରେ ହୁଏତ ସେ ଯଦି ଖୋଲି ଦେଇଥାନ୍ତେ, ତେବେ ସେ ତାଙ୍କୁ ଦେଖିପାରିଥାନ୍ତେ କେତେ ପ୍ରେମରେ, କେତେ ସେ ହୃଦୟ ବେଦନାର ସହିତ
ଯେଉଁ ଝିଅକୁ ସେ ପାଳି ପୋଷି ବଡ଼ କରିଥିଲେ, ଜନ୍ମ ହେବା ଅବସ୍ଥାରେ ଯେଉଁ ବାପା ମା ଛାଡ଼ିକି ଯାଇଥିଲେ ସେଠାରୁ ସେ ଉଠେଇ ତାକୁ ପାଳି ପୋଷି ବଡ଼ କରିଛନ୍ତି। ଯେତେବେଳେ ସେ ବଡ଼ ହେଲା ତାଙ୍କୁ ନାମ ଦେଲେ, କିନ୍ତୁ ଶେଷରେ କ'ଣ ହେଲା? କେତେ ହୃଦୟର ବେଦନାର ସହିତ ସେ ଡାକୁଛନ୍ତି, ହେ ମୋହର ଭଗିନୀ, ମୋର ପ୍ରିୟ, ମୋର କପତି, ମୋର ଶୁଦ୍ଧ ମତେ ମୋ ପାଇଁ ଦ୍ୱାର ଫିଟାଅ। ଯଦି ସେହି ସମୟରେ ସେ ଦ୍ୱାର ଫିଟେଇ ଦେଇଥାନ୍ତେ କ'ଣ ହେଇଥାନ୍ତା? ସେ ଦେଖିପାରିଥାନ୍ତେ। କିନ୍ତୁ ଏଠାରେ କ'ଣ ହେଲା? ସିଏ ନିଜର ସାଂସାରିକ ଇଚ୍ଛାକୁ ଦେଖିଲା, ନିଜର ସାଂସାରିକ ଲୋଭକୁ ସିଏ ବାଛିଲା। କ'ଣ କହିଲା? ମୁଁ ଆପଣା ଜାମା କାଢ଼ି ପକାଇଅଛି, ପୁନର୍ବାର ତାହା ମୁଁ କିପରି ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି, କିପରି ପୁନର୍ବାର ତାହା ମଳିନ କରିବି? ଦେଖନ୍ତୁ, ମୁଁ ଅଲରେଡ଼ି ଆପଣମାନଙ୍କୁ କହିସାରିଛି, ସେହି ମେଷପାଳକ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶାଉଛନ୍ତି, ସେହି ଝିଅ ସୁଲେମାଇଟ୍ ମଣ୍ଡଳୀକୁ ଦର୍ଶାଉଛନ୍ତି ଏବଂ ରାଜା ସଲୋମନ ସଂସାରକୁ ବା ଏହି ଜଗତକୁ ଦର୍ଶାଉଛନ୍ତି। ଏହାର ଆତ୍ମିକ ଅର୍ଥ କ'ଣ? ଟିକେ ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ଯେବେ ଯୀଶୁଖ୍ରୀଷ୍ଟ ଦ୍ୱାର ବାହାରେ ଆଘାତ କରୁଛନ୍ତି, ହେ ମୋହର ଭଗିନୀ, ମୋହର ପ୍ରିୟ, ମୋହର କପତି, ମୋହର ଶୁଦ୍ଧ ମତେ ମୋ ପାଇଁ ଦ୍ୱାର ଫିଟାଅ, କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ। କେମିତି ସେ ନାମ ଧରିକି ଡାକୁଛନ୍ତି। ଯେବେ ପ୍ରଭୁ ଆମମାନଙ୍କୁ ନାମ ଧରି ଡାକନ୍ତି, ତାହା କେବଳ ନାମକୁ ମାତ୍ର ନୁହେଁ, ସେ ଆମମାନଙ୍କୁ ପ୍ରେମ କରୁଥିବା କାରଣରୁ କେମିତି ସେ ମଣ୍ଡଳୀକୁ ଡାକୁଛନ୍ତି, ହେ ମୋର ପ୍ରିୟ, ମୋହର ଶୁଦ୍ଧ ମତେ ମୋ ପାଇଁ ଦ୍ୱାର ଫିଟାଅ। କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ। ଏହାର ଅର୍ଥ କ'ଣ? ସେହି ମସ୍ତକରେ ଯେଉଁ କାକରରେ ପରିପୂର୍ଣ୍ଣ ହୋଇଛି, ତାହା ଗୋଟିଏ ଦିନରେ ହେଇନାହିଁ ମୋର ପ୍ରିୟମାନେ। ଅନେକ ଦିନ, ଅନେକ ବର୍ଷ ଧରି ଧରି ସେ ବାହାରେ ଠିଆ ହୋଇ ଦ୍ୱାରକୁ ଆଘାତ କରୁଛନ୍ତି। ମୋର ପ୍ରିୟମାନେ, ଆଜି ଅନେକଙ୍କ ଜୀବନରେ ପ୍ରଭୁ ବାହାରେ ଠିଆ ହୋଇ ଆଘାତ କରୁଛନ୍ତି। ମସ୍ତକରେ ଶିଶିରରେ ପୂର୍ଣ୍ଣ ଏବଂ ଜଳବିନ୍ଦୁରେ ପରିପୂର୍ଣ୍ଣ। ଏହାର ଅର୍ଥ ପ୍ରଭୁ ଆଜି ମୋତେ ଏବଂ ଆପଣମାନଙ୍କୁ କହୁଛନ୍ତି, ବହୁତ ଦିନରୁ ତୁମମାନଙ୍କ ପାଇଁ ମୁଁ ବାହାରେ ଠିଆ ହୋଇ ତୁମର ହୃଦୟର ଦ୍ୱାରକୁ ଆଘାତ କରୁଅଛି। କାରଣ ମୁଁ ତୁମକୁ ଆଉ ଗୋଟିଏ ମୌକା ଦେଉଅଛି, ସୁଧୁରି ଯିବେ କାଳେ ବୋଲି। ସୁଧୁରି ଯାଅ। ଆପଣମାନେ ଜାଣିଛନ୍ତି, ଯଦି ମନୁଷ୍ୟମାନଙ୍କ ମଧ୍ୟରେ ଏକ ଆରେକଙ୍କ ସହିତ କେହି ଯଦି କିଛି ବି ଭୁଲ କରି ନିଜ ନିଜ ଭିତରେ ଯଦି କିଛିଟା ହେଇଯାଏ, ତେବେ ଗୋଟିଏ ଭୁଲରୁ ହିଁ ମନୁଷ୍ୟ ମନୁଷ୍ୟକୁ କ୍ଷମା କରିପାରୁନାହିଁ। କ'ଣ ହେଉଛି? ଶତ୍ରୁ ହେଇ ରହିଯାଉଛି, ଶତ୍ରୁ ହେଇ ରହିଯାଉଛି। କହୁଛି, ମୁଁ ମରିଗଲେ ମରିଯିବି ପଛେ କେବେ ବି ସେହି ମନୁଷ୍ୟ ସଙ୍ଗରେ କ'ଣ ହେବି ନାହିଁ, କଥାବାର୍ତ୍ତା ହେବି ନାହିଁ ବୋଲି ରହିଯାଉଛନ୍ତି। ଯଦି ମନୁଷ୍ୟ ମନୁଷ୍ୟ ଭିତରେ ଏମିତି, ତେବେ ଯେଉଁ ପରମେଶ୍ୱର ଆମମାନଙ୍କୁ ନିର୍ମାଣ କରିଛନ୍ତି, ତାଙ୍କ ବିରୁଦ୍ଧରେ ଯଦି ଆମେମାନେ ଯିବା, ତେବେ ସେ ତ ଆମମାନଙ୍କୁ ଅଧିକ ରାଗିବା କଥା, ଆମମାନଙ୍କୁ ପୁରା ଛି କରିବା କଥା। କିନ୍ତୁ ସେପରି ନ କରି ଆମମାନଙ୍କୁ ସେ କ'ଣ କହୁଛନ୍ତି? ଆମେମାନେ ତାଙ୍କୁ ଜାଗା ନ ଦେଲେ ବି ଦ୍ୱାର ପାଖରେ ସେ ଠିଆ ହୋଇ ଆମମାନଙ୍କ ପାଇଁ ଦ୍ୱାରକୁ ଆଘାତ କରୁଛନ୍ତି, ତାକି ଆମକୁ ଆଉ ଗୋଟିଏ ସୁଯୋଗ ଦେବେ ବୋଲି। ପୁଣି ଯେବେ ପରମେଶ୍ୱର ମଣ୍ଡଳୀକୁ ଡାକୁଛନ୍ତି, ତ ମଣ୍ଡଳୀ କ'ଣ ଉତ୍ତର ଦେଉଛି ଟିକେ ଦେଖନ୍ତୁ, ପଢ଼ନ୍ତୁ। ମୁଁ ଆପଣ ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି? ମୁଁ ଆପଣା ଜାମା କାଢ଼ି ପକାଇଅଛି, ମୁଁ କିପରି ପୁନର୍ବାର ତାହା ପିନ୍ଧିବି? ଏହାର ଆତ୍ମିକ ଅର୍ଥ କ'ଣ? ଏଠାରେ ମଣ୍ଡଳୀ ନିଜେ କହୁଛି ଯେ ଜାମା ବା ବସ୍ତ୍ର କାଢ଼ି ପକାଇଅଛି। ତେଣୁ ତ ପରମେଶ୍ୱର କହୁଛନ୍ତି, ତୁମେ ଉଲଗ୍ନ, ଦରିଦ୍ର, ତୁମେ ଉଦ୍ଧାରର ବସ୍ତ୍ରକୁ କାଢ଼ି ସାରିଅଛ। ଉଦ୍ଧାର ଆଉ ତୁମ ପାଖରେ ନାହିଁ, ତୁମେ ଉଲଗ୍ନ। ପୁଣି ତଳକୁ ପଢ଼ନ୍ତୁ, ମୁଁ ଆପଣା ପାଦ ଧୋଇଅଛି, ପୁନର୍ବାର ତାହା କିପରି ମଳିନ କରିବି? ଏହାର ପୁଣି ଅର୍ଥ କ'ଣ? ମୁଁ ପୁରା ଡିସିସନ ବା ନିଷ୍ପତ୍ତି ନେଇ ସାରିଛି ଯେ ମୁଁ ଆଉ ବାକ୍ୟ ଦ୍ୱାରା ଚାଲିପାରିବି ନାହିଁ। ମୁଁ କେବଳ କ'ଣ କରିବି? କେବଳ ହିଁ ସଂସାର ସଙ୍ଗରେ ମିଶିକି ଚାଲିବି, ସମାଜ ସାଙ୍ଗରେ ମିଶିକି ରହିବି, ଜୀବନ ଅତିବାହିତ କରିବି। ଆଜି ଆପଣମାନେ ନିଜେ ନିଜେ ଟିକେ ଦେଖନ୍ତୁ, ଆପଣମାନଙ୍କର ଡିସିସନ କ'ଣ? ଆମେ କିପରି ଆମମାନଙ୍କର ଜୀବନକୁ ଅତିବାହିତ କରୁଛୁ? ଟିକେ ନିଜକୁ ପଚାରନ୍ତୁ ମୋର ପ୍ରିୟମାନେ। ପୁଣି ପଦ 5ରେ କ'ଣ ତଳକୁ ପଢ଼ନ୍ତୁ। ମୋ ପ୍ରିୟତମ, ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା। ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି। କିଳିନୀର ବେଣ୍ଟ ଉପରେ ମୋ ହସ୍ତରୁ ଗନ୍ଧରସ, ମୋ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
ଦେଖନ୍ତୁ ମୋ ହସ୍ତରୁ ଗନ୍ଧରସ, ଏହାର ଅର୍ଥ ପୁଣି କ'ଣ? ମୁଁ ନିଜକୁ ପୁରା ସୁଖ ବିଳାସରେ ହାୟରେ ଜୀବନ ଏହି ସଂସାରରେ ଅତିବାହିତ କରୁଥିଲି। ସେଇଥିପାଇଁ ମୁଁ ଆଉ ଫେରି ପାରିବି ନାହିଁ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ। ବାରେ ବା, ପୁଣି ପଦ 6ରେ ପଢ଼ନ୍ତୁ। ମୁଁ ଆପଣ ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି, ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ଦେଖନ୍ତୁ, ମୋର ପ୍ରିୟତମ ଚାଲି ଯାଇଥିଲେ। ମୋର ପ୍ରିୟମାନେ, ଆଜି ଯେତେ କହି ବାକ୍ୟ ଶୁଣୁଛନ୍ତି, ହୁଏତ ଏହା ଆପଣମାନଙ୍କ ପାଇଁ ଶେଷ ସନ୍ଦେଶ। ଯଦି ଆପଣମାନେ ଏହା ଶୁଣିକି ବି ପରିବର୍ତ୍ତନ ନ କରିବେ, ତେବେ ସବୁ ଶେଷ, ସବୁ ଶେଷ। ଆଉ ଯେବେ ଏହିପରି ଜୀବନ ଅତିବାହିତ କରୁ କରୁ ଶେଷରେ ଯେବେ ଆପଣମାନେ ଭାବିବେ ନାଇଁ ନାଇଁ ଏବେ ମୁଁ ଉଠିବି, ନହେଲେ ନର୍କକୁ ଯିବି ବୋଲି ଯେତେବେଳେ ଆପଣମାନେ ଚିନ୍ତା କରିଥିବେ, ସେହି ସମୟରେ ଆଉ ଚିନ୍ତା କରିବା ବେଳେ ସମୟ ନଥିବ ଚିନ୍ତା କରିବା ପାଇଁ। ମଣ୍ଡଳୀ ଉଠି ସାରିଥିବ ମୋର ପ୍ରିୟମାନେ, ଆଉ ଅନୁଗ୍ରହର ଦ୍ୱାର ବି ବନ୍ଦ ହେଇଯାଇଥିବ। ପୁଣି ତଳକୁ ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା। ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ। ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ। ଦେଖିଲେ ତ ମୋର ପ୍ରିୟମାନେ, ଆଜି ପରମେଶ୍ୱର ଆମ ସଙ୍ଗରେ କଥାବାର୍ତ୍ତା ହେଉଛନ୍ତି, ପ୍ରାର୍ଥନା ଶୁଣୁଛନ୍ତି, କିନ୍ତୁ ଯେବେ ଅନୁଗ୍ରହର ଦ୍ୱାର ବନ୍ଦ ହେଇଯିବ, ଆଉ ସେହି ସମୟରେ ଆପଣମାନେ କାନ୍ଦି କାନ୍ଦି ଗଡ଼ିଗଲେ ବି ସୁଯୋଗ ପାଇପାରିବେ ନାହିଁ। ତେଣୁ କ'ଣ କରିବାକୁ ପଡ଼ିବ? ପଢ଼ନ୍ତୁ 3:20 ପଦ ଟିକେ ପଢ଼ନ୍ତୁ। ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ହଁ ତଳକୁ, ତାହା ହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ। ଯଦି କେହି ପରମେଶ୍ୱରଙ୍କର ରବ ଶୁଣି ପଶ୍ଚାତାପ କରି ଗୋଟିଏ ନିଷ୍ପତ୍ତି ନେବେ, କ'ଣ? ପ୍ରଭୁ, ମୁଁ ପାପ କରିଅଛି, ମୁଁ ତୁମ ପାଖକୁ ଫେରିବାକୁ ଚାହୁଁଛି, ତୁମକୁ ମୁଁ ମୋ ଜୀବନରେ ଜାଗା ଦେବାକୁ ଚାହୁଁଛି, ତେବେ ହୁଏତ ପ୍ରଭୁ ଆମମାନଙ୍କୁ ନିଶ୍ଚୟ କ୍ଷମା କରିବେ ଏବଂ କହୁଛନ୍ତି ସେମାନଙ୍କ ସହିତ ଭୋଜନ କରିବି। ଏହାର ଅର୍ଥ କ'ଣ? ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ସହିତ ପୁଣି ଥରେ ସେହି ସଙ୍ଗତି କରିବାକୁ ଚାହୁଁଛନ୍ତି, ପୁଣି ଥରେ ସେହି ଉଦ୍ଧାରର ଆନନ୍ଦ ଦେବାକୁ ଚାହୁଁଛନ୍ତି। କିନ୍ତୁ ଆଜିକାଲି କେହି ବି ତାଙ୍କର ସ୍ୱର ଶୁଣିବାକୁ ବା ଦ୍ୱାର ଖୋଲିବାକୁ ପ୍ରସ୍ତୁତ ନାହାନ୍ତି। ସମସ୍ତେ ମୁଁ ମୋରରେ ଅଛନ୍ତି। ସତ୍ୟ ଶିକ୍ଷା ଗ୍ରହଣ କରିବେ ନାହିଁ କି ସ୍ୱର ଶୁଣିବାକୁ ବି ଚେଷ୍ଟା କରିବେ ନାହିଁ। ତେଣୁ ତ ବାକ୍ୟରେ ଲେଖାଯାଇଛି 2 ତିମୋଥୀ 4:2-4 ପଦ ପର୍ଯ୍ୟନ୍ତ ଟିକେ ପଢ଼ନ୍ତୁ। ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହିପାରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ନିଜର ଅଭିଳାଷ ଅନୁସାରେ ନିଜ ନିଜ ନିମନ୍ତେ ଅନେକ ଶିକ୍ଷକଙ୍କୁ ସଂଗ୍ରହ କରିବେ, ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଦେଖିଲେ ତ, ସବୁ ନିଜ ଇଚ୍ଛାରେ। ତେଣୁ ତ ପ୍ରଭୁ କହୁଛନ୍ତି ଯାହାର କର୍ଣ୍ଣ ଅଛି ସେ ଶୁଣୁ। ପ୍ରଭୁ କାହାକୁ ଜୋର ଜବରଦସ୍ତି କରିବେ ନାହିଁ ମୋର ପ୍ରିୟମାନେ, କି କାହାର ଦ୍ୱାରକୁ ଭାଙ୍ଗି ଭିତରକୁ ପଶିବେ ନାହିଁ। ଏବଂ ମନେ ରଖନ୍ତୁ, ବାରମ୍ବାର ଗୋଟିଏ ସୁଯୋଗ ଆପଣମାନଙ୍କ ପାଇଁ ଆସିବ ନାହିଁ। ପ୍ରଭୁ ଯେତେବେଳେ ଡାକିବେ ତାହା ଶୁଣିବାକୁ ପଡ଼ିବ। ତେଣୁ କହୁଛନ୍ତି ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଆମେ ଦ୍ୱାର ନ ଖୋଲି ଘର ଭିତରେ ହିଁ ହାୟରେ ଜୀବନ କାଟି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇପାରିବା ନାହିଁ। ମନେ ରଖନ୍ତୁ, ଦ୍ୱାର ଖୋଲିବାକୁ ପଡ଼ିବ, ବାହାରକୁ ଯିବାକୁ ପଡ଼ିବ। ପଦ 21ରେ ପୁଣି କ'ଣ ଲେଖାଯାଇଛି? ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି। ଜୟ ପାଇଲେ ତାହାଙ୍କ ସଙ୍ଗରେ ସିଂହାସନରେ ବସାଇବେ। ଯେ ଜୟ ପାଇବ, ଏହାର ଅର୍ଥ ପୁଣି କ'ଣ? ଶୟତାନ ଯେତେ ଯେମିତି ଫାନ୍ଦରେ ପକେଇଲେ ସୁଦ୍ଧା ମୋତେ ପାପରେ ପକାଇବା ପାଇଁ ଯେତେ ଚେଷ୍ଟା କଲେ ବି ମୋହର ଗୋଟିଏ ନିର୍ଣ୍ଣୟ, ଗୋଟିଏ ନିଷ୍ପତ୍ତି ରହିବା ଦରକାର ଯେ ଯେମିତି ଶୟତାନ ମୋ ସମ୍ମୁଖରେ ଆଣ୍ଠୁ ମାଡ଼ିବ। ଆପଣମାନେ ଜାଣିଛନ୍ତି ଶୟତାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କେତେ କ'ଣ ନ କରି ଚେଷ୍ଟା କଲା ପାପରେ ପକେଇବା ପାଇଁ। ଶେଷରେ ନିଜେ ଶୟତାନ ବିଫଳ ହେଇ ପଳେଇଗଲା। ଠିକ୍ ସେହିପରି ଆଜି ପରମେଶ୍ୱର ଆପଣମାନଙ୍କୁ କହୁଛନ୍ତି, ଯଦି ତୁମେ ଶୟତାନକୁ ତୁମ ଜୀବନରେ ଜୟ ପାଇବାକୁ ସୁଯୋଗ ନ ଦେବ, ତେବେ ମୁଁ ତୁମମାନଙ୍କୁ ମୋ ସହିତ ମୋର ସିଂହାସନରେ ବସିବାକୁ ଦେବି। ଟିକେ ଦେଖନ୍ତୁ, ଚିନ୍ତା କରନ୍ତୁ।
प्रभु जीशु ख्रीष्ट कहउछंती मु जेपरि जय पाइअछि किपरि से जय पाइले तांको मनरे एक निष्पत्ति थिला मोर प्रिय माने कोन रक्त झाड़ परिका टपा टपा हेई कि बाहरिले सुधा मु केबे भी मोर गोटे निष्पत्ति अछि मु केबे भी कोन करिबि नाही निजर मन मर्जी करिबि नाही पितांकर इच्छा को मु पूर्ण करिबि बोली निष्पत्ति नेले मोर प्रिय माने जने विश्वासी रो निष्पत्ति केमिति हेबा दरकार निर्णय केमिति हेबा दरकार कोन हेबा दरकार मु मोर इच्छा रे केबे चालिबि नाही केबे नुहे तेणु मने रखंतु प्रभु आज आपण मानकु कहउछंती जेउ अधिकार मो पाखरे अछि सेही अधिकार आज मु तुम मानकु देबाकु चाहूची बोली कहउछंती ताहा भी स्वर्ग रे नुहे एही पृथ्वी रे ही तेणु चिंता करंतु मोर प्रिय माने जय पाइबाकु पड़िबो द्वार खोलिबाकु पड़िबो एते सबु वाक्य कहिला परे भी जदि आमे माने निजे परिवर्तन हेबा नाही तेबे आपण माने भाबंतु आपण माने केबे भी स्वर्ग राज्य रे पहुंची परिबे नाही काहेकि वाक्य रे लिखा जाईछि जे जय पाइबो जे जय पाइबो जय न पाइले नाही जय आमे माने कोथिरे पाइबा मोर प्रिय माने जेउ जिद्दी जो आपण मानकर छातीर हृदयर ओ जो पत्थर करके रखिछंती ताहा भांगी चुरमार करबाकू पड़िबो वाक्य अनुसार चालिबाकू पड़िबो पश्चाताप करबाकू पड़िबो 22 पदरे लिखा जाईछि मंडली गण को आत्मा कोन कहंती जहार कर्ण अछि से ताहा सुनु मोर प्रिय माने एही जेउ मंडली गुडी को आज एहा जेउ आमे माने वाक्य शिक्षा करूचे एहा हम मानकर शेष मंडली जो वाक्य आज आम शिक्षा कलु 7 मंडली विषय आम मैंने शिक्षा कलु जो मंडली गुड़िक अच्छी से मंडली गुड़िक जो जो वाक्य परमेश्वर कहले से ही वाक्य जदि आम मैंने पालन करिबा नहीं तेबे परमेश्वर जहाँ जहाँ कही ताहा निश्चय से सबू करिकी देखेबे एवं घटिबो सही परिका तेणु प्रभु कौन कहउछंती मंडली गण को आत्मा कौन कहंती जहार कर्ण अछि से ताहा सुनु एही अल्प वाक्य रे प्रभु आम प्रत्येक को आशीर्वाद करंतु आमेन आसंता माने प्रार्थना करिबा सर्वशक्तिमान परमेश्वर बापा तुमे दयालु सागर कृपा कर बापा महिमा तुमे पाओ प्रभु जो जो वाक्य आमान को शिक्षा करने को सुजोग देल एवं दया कल करुणा कल तेणु तुमको धन्यवाद दौछ से वाक्य अनुसार जेपर आम चलू तुम्हें कृपा कर तुम्हें महिमा पाओ करुणा कर जेपर आम मैंने गोटे दिन से तुमरी गुप्त आगमन रे तुरीर शब्द शुणी ओ प्रभु तुम सांगे आम मैंने जेपरी नीत हेबु तुम्हें कृपा कर से आम मान को प्रस्तुत हेबाकू साहाଯ୍ୟ कर निजको परिवर्तन करबाकू कृपा कर तुमरी वाक्य अनुसार चलिबाकू दया कर सब विषय पिता तुम पाद तले समर्पण करी प्रार्थना शुणिल उत्तर देल धन्यवाद दे प्रार्थना यीशु ख्रीष्ट नाम रे मागिली पिता आमेन।